104 କିଲୋ ଗଞ୍ଜେଇ ସହ 2 ଗଞ୍ଜେଇ ମାଫିଆ ଗିରଫ। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ପେଟ୍ରୋଲିଂ ଜୋରଦାରରେ ଚାଲିଛି, ଯାହାକୁ ନେଇ ଅଡ଼ବା ଥାନା ଅଧିକାରୀ ସୁବ୍ରାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଦୁର୍ଗମ ଅଞ୍ଚଳ ଗରଡମା ଗ୍ରାମ ପଞ୍ଚାୟତ ଗୋପୀନାଥପୁର ଛକରେ ଏକ ବୋଲେରୋ ପିକଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା, ଯାହାର ପରିମାଣ 104 କିଲୋ ହୋଇଥିଲା। ଜବତ ଗଞ୍ଜେଇ ଗଞ୍ଜାମ ଜିଲ୍ଲାକୁ ଚୋରାଚାଲାଣ କରାଯାଉଥିବା ବେଳେ ଶିବରାମ ପ୍ରଧାନ ଓ ଜଗଦୀଶ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅଡ଼ବା ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ବଜାର ଦର 10 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅଡ଼ବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।